ଆଜ୍ଞା ଆଜି ସକାଳୁ ମଇଁଷି ଯେଉଁମାନେ ଚଳାଇବାକୁ ଆସନ୍ତି ସେମାନେ ଏ ଯେଉଁ ଏରିଆରେ ଆଗେ ଚାଷବାସ ହେଉଥିଲା ଆମ ଗ୍ରାମରୁ କିଛି ଦୂର ବାଟରେ ଯାହାକି ଏବେ ଜନବସତି ଅନୁସାରେ ଲୋକଙ୍କର ଚଳପ୍ରଚଳ ବହୁତ କମ୍। ଏଠି ଏବେ ଜଙ୍ଗଲ ଘଞ୍ଚ ଜଙ୍ଗଲ ଟାଇପ୍ର ହେଇଯାଇଛି ଯାହାଫଳରେ କି ଲୋକଙ୍କର ଜନସମାଗମ ହେଉନାହିଁ। କିନ୍ତୁ ମଇଁଷ ଚରାଳି ମାନେ ଯେଉଁମାନେ ଆସୁଥିଲେ ମଇଁଷି ଚଳାଇବା ପାଇଁ ତାଙ୍କର ନଜରକୁ କେମିତି କ'ଣ ଆସିଛି ସେମାନେ ପାଖ ଗ୍ରାମର ଲୋକଙ୍କୁ ଜଣେଇଛନ୍ତି। ତା ଫଳରେ ଆଖପାଖ ଏରିଆରେ ସବୁ ଗ୍ରାମର ଲୋକମାନେ ଆସି ଏଠି ପହଞ୍ଚିଛନ୍ତି। ଏବେ ଆମେ ଦେଖିବାରେ ଯାହା ଲାଗୁଛି ଯେ ଲୋକ ନିଜେ ତାର ପାଦଟା ବି ତଳେ ଲାଗିଛି, ତାର ସମସ୍ତ ଡ୍ରେସ୍ ପତ୍ର ଚିରାଚିରି ହେଇକି ବନ୍ଧାବନ୍ଧି ହେଇଛି। ଆମକୁ ଲାଗୁନି ଯେ ସେ ନିଜେ ସୁଇସାଇଡ୍ କଲା ଭଳିଆ ପୋଜିସନ୍ କିଛି ଅଛି। ସନ୍ଦେହଜନକ ଭିତରେ ଘେରରେ ରହୁଛି। ପୋଲିସ ଆସିଲା ପରେ ଯାହା ତାଙ୍କର ସନ୍ଦେହଜନକ ସେ ତାଙ୍କର ଇନଭେଷ୍ଟିଗେସନ୍ କରିବେ। ଆଜ୍ଞା ଦେଖନ୍ତୁ ଆମର ଏଇ କ୍ଷେତ୍ରପାଳ ପଞ୍ଚାୟତର ଶ୍ରୀରାମପୁର ଗ୍ରାମ ନିକଟରେ ଆମର କ୍ଷେତ୍ରପାଳ ମୌଜାର ବି ଅଛି। ଏ ଜାଗାଟାର ନାଁ ହେଉଛି କଣିବିଲା। ଏ ଜାଗାରେ ସବୁ ଚାଷ କରନ୍ତି ବିଲ ଜାଗାଟା। ଏଟା ନିଘଞ୍ଚ ମାନେ ଜଙ୍ଗଲ ଟାଇପ୍ର ଅଳ୍ପ କିଛି ଅଛି। କିନ୍ତୁ ଆଜି ସକାଳୁ କିଛି ମଇଁଷିଆଳ ମାନେ ଯେଉଁମାନେ କି ମଇଁଷି ଚରାଇବାକୁ ଆସନ୍ତି ସେମାନଙ୍କ ନଜରରେ ଆସିଥିଲେ ଯେ ଗୋଟେ ଲୋକ ଅଚିହ୍ନା ଲୋକ ତାଙ୍କର ବିଷୟରେ ବି ଆମେ ବି କେହି ଜାଣିନୁ। ଆମେ ଆଜିକାଲି ଦେଖୁଛୁ ସେ ତାଙ୍କୁ ବାନ୍ଧିକି ଟାଙ୍ଗି ଦିଆଯାଇଛି। ତ ଏ ଘଟଣାରୁ ଲାଗୁଛି ହୁଏତ ତାଙ୍କୁ କିଏ ମାରିକି ଟାଙ୍ଗିଛନ୍ତି, କାରଣ ଜଣେ ସୁଇସାଇଡ୍ କରିବା ଆଉ ଜଣେ ମାରିଦେବା ଭିତରେ ବହୁତ ତଫାତ୍। ଆପଣ ଭିଜୁଆଲ ଦେଖିଲେ ବି ଜାଣିପାରିବେ ଘଟଣାରୁ ଲାଗୁଛି ଏଟାକୁ ନିହାତି ମର୍ଡର କରାଯାଇଛି। ଆମେ ଏଇ ଗାଁରେ ଥିଲୁ। ଗାଁରେ କିଛି ବୟସ୍କ ଲୋକ ମାନେ କହିଲେ କି ଏଠି ନାଳ ପାଖରେ ଜଣକୁ ମାରିକି ଟାଙ୍ଗି ଦେଇଛନ୍ତି ବୋଲି। ଜଣା ପଡୁଛି ଏଟା ସୁଇସାଇଡ୍ ନୁହେଁ, ମାରିକି ଟାଙ୍ଗିଲା ଭଳିଆ ଜଣା ପଡୁଛି। ଯେ କିଛି ମଇଁଷି ଚରେଇବାକୁ ଆସିଥିଲେ, ସେ ଦେଖିକି ଖବର ମାନେ ଦେଲେ ଆଉ ପାଖ ଶ୍ରୀରାମପୁର ଗ୍ରାମରେ ବରହମପୁର ଗ୍ରାମରେ ବୟସ୍କ ଲୋକଙ୍କୁ ଜଣେଇଲେ ଯେ ସେଠି ମାରିକି ଟାଙ୍ଗି ଦେଇଛନ୍ତି ଗୋଟେ ଲୋକଟାକୁ। ସେ ଗାଁ ଲୋକ ସବୁ ଦୌଡ଼ା ଦୌଡ଼ି ହେଇକି ଆସିଲେ ଆଉ।